ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଞ୍ଜାମ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଗଞ୍ଜାମ ସମ୍ବାଦଦାତା ବିଭୂତିଭୂଷଣ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ଗଞ୍ଜାମରେ ଏବେ ବି ବଞ୍ଚି ରହିଛି ଦାସକାଠିଆ, ରାମ ନାଟକ, ରାଧା ପ୍ରେମଲୀଳା, ରଜା ନାଟକ, ବାଘ ନାଚ ଏବଂ ଭାରତ ଲୀଳା ଭଳି ପାରମ୍ପରିକ କଳା। ଗତ 77ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଦିଗପହଣ୍ଡି ବ୍ଲକ ବମକେଇ ଗ୍ରାମର ପ୍ରହଲ୍ଲାଦ ନାଟକର ବର୍ଷିଆନ କଳାକାର ସୀମାଞ୍ଚଳ ପାତ୍ରଙ୍କୁ ପଦ୍ମଭୂଷଣ ସମ୍ମାନ ପାଇଁ ମନୋନୀତ ହୋଇଥିବାରୁ ତାଙ୍କୁ ସମ୍ମାନିତ କରାଯାଇଥିଲା। ତାଙ୍କ ସମ୍ପର୍କରେ ଜିଲ୍ଲାପାଳ ଭି କୀର୍ତ୍ତିଭାସନ କହିଥିଲେ, ଆମ ସମସ୍ତଙ୍କ ପାଇଁ ଗର୍ବ ଏବଂ ଗୌରବ। ଆମ ଦିଗପହଣ୍ଡି ଅଞ୍ଚଳର ଶ୍ରୀଯୁକ୍ତ ସୀମାଞ୍ଚଳ ପାତ୍ର ମହୋଦୟ ତାଙ୍କ ପଦ୍ମ ପୁରସ୍କାର ଯୋଉଟା ପିପୁଲ୍ସ ପଦ୍ମ କୁହାଯାଉଛି, ପଦ୍ମ ପୁରସ୍କାର ପାଇବାକୁ ସେ ନମିନେଟ୍ ହେଇଛନ୍ତି। ସେଟା ଆମ ଜିଲ୍ଲା ପାଇଁ ମାତ୍ର ନୁହେଁ, ଆମ ରାଜ୍ୟ ପାଇଁ ମଧ୍ୟ ଗୌରବ ଆଣିଛନ୍ତି। ଜୀବନରେ ସେ ପ୍ରହଲ୍ଲାଦ ନାଟକ ପାଇଁ ଯେତିକି ତାଙ୍କର କଣ୍ଟ୍ରିବ୍ୟୁସନ ରହିଲା ସେଟା ନିଶ୍ଚିତ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଦେଉଛି। ପଦ୍ମଭୂଷଣ ସମ୍ମାନ ପାଇଁ ମନୋନୀତ ହୋଇଥିବା ପ୍ରହଲ୍ଲାଦ ନାଟକର ବର୍ଷିଆନ କଳାକାର ସୀମାଞ୍ଚଳ ପାତ୍ର କହିଛନ୍ତି, ମୁଁ ପିଲାରୁ ନାଟକ କରୁଥିଲି, ଆଗେ ଥିଏଟର ଶିଖିଲି, ତ ନାଟକ ଶିଖିଲି। ନାଟକରେ ଆଜି ପର୍ଯ୍ୟନ୍ତ ନାଟକ କରୁଥିଲି, 90 ବର୍ଷର ମଧ୍ୟ ନାଟକ କରିବି ମଧ୍ୟ। ଆଉ ଉପରକୁ ସିନା ହେଇପାରିବନି, ଆଉ ତଳ ସବୁ ନାଟକ ହବ, ଗାଇବି, ସବୁ କରିବି, କିଛି ଅସୁବିଧା ନାହିଁ। ଭଗବାନ ସେତିକି ମତେ ଦେଇଛନ୍ତି। ମୁଁ ଖାଲିରେ ମତେ କିଏ ଇଏ ହେଉନି। ମୋ ନାଁ ବିଖ୍ୟାତ ଆଗରୁ ବିଖ୍ୟାତ ହବାରୁ ରାଷ୍ଟ୍ରପତି ପୁରସ୍କାର ମିଳିଛି। ଯାହା ଏବେ ମିଳିଛି ଆଉ କହିବାକୁ ନାହିଁ। ମୋ ଏଇ ସମୟରେ ଯାହା ମିଳିଲା ଆଉ ମୋର ବଡ ଖୁସି। ଆସନ୍ତା ବର୍ଷ ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ସମୀକ୍ଷା କରିଛନ୍ତି। ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଶ୍ରୀ ପାଢ଼ୀ ସମୀକ୍ଷା କରିବା ପରେ ଗଣମାଧ୍ୟମକୁ କହିଥିଲେ, ପଞ୍ଚାୟତ ଏବଂ ପୌର ନିର୍ବାଚନ ଆଗାମୀ ବର୍ଷ ପ୍ରଥମ ଭାଗରେ ହେବାର ଅଛି। ତେଣୁ ଅପରେସନ ପାଇଁ ଡିଭିଜନ ସ୍ତରରେ ଜିଲ୍ଲାପାଳଙ୍କର କନଫରେନ୍ସ କରୁଛୁ ଏବଂ ସମ୍ବଲପୁରରେ 13 ତାରିଖରେ କରିଥିଲୁ, କଟକରେ 17 ତାରିଖ। ଆଜି ଏଠି ଅଞ୍ଚଳ ରାଜସ୍ୱ କମିଶନରଙ୍କ ଅଣ୍ଡରରେ 8ଟି ଜିଲ୍ଲାର ଜିଲ୍ଲାପାଳ, ଡିଏମ୍, ସବ୍ କଲେକ୍ଟର, ଡିପିଓ, ଡେପୁଟି କଲେକ୍ଟର, ଜିଏନ୍ଏମ୍ ଇତ୍ୟାଦି ସମସ୍ତେ ଆସିଥିଲେ ଏବଂ ତାଙ୍କର କ'ଣ ଦାୟିତ୍ୱ ଅଛି ଏବଂ ସେମାନେ ଆଗାମୀ ବର୍ଷ ଭିତରେ କ'ଣ ଆମକୁ କରିବାର ଅଛି, ଇଲେକ୍ଟ୍ରୋଲ ରୋଲ୍ ଠାରୁ ଆରମ୍ଭ କରିକି ବ୍ୟାଲଟ ବକ୍ସ, ବ୍ୟାଲଟ ପେପର, ବୁଥର ଭେରିଫିକେସନ, ଟେମ୍ପୋରାରୀ ବୁଥକୁ ବନ୍ଦ କରିବା ଇତ୍ୟାଦି ସେଇ ବିଷୟରେ ଆଲୋଚନା ହେଲା ଏବଂ ତାଙ୍କର ଅସୁବିଧା ଯେଉଁ ପ୍ରିଭିୟସ୍ ପୂର୍ବ ଇଲେକ୍ସନ ମାନଙ୍କରେ ଯାହା ଅସୁବିଧା ଥିଲା ସେ ବିଷୟରେ ବି ଆଲୋଚନା ହେଲା। ତାକୁ କେମିତି ଦୂର କରାଯାଇପାରିବ ସେ ବିଷୟରେ ବି ଆମେ ଆଲୋଚନା କରୁ। ତେଣୁ ବିଶେଷ କରି ସମସ୍ତଙ୍କୁ ଗୋଟେ ଜଣେଇବା ପାଇଁ ଯେ ଆମେ ନିର୍ବାଚନ ଇଏକୁ ଯାଉଛେ, ତେଣୁ ସେଥିପାଇଁ ଟିକେ ସଜାଗ ରହିବା ପାଇଁ ଏବଂ ଯାହା କାମ ଅଛି ଟାଇମ୍ ଲାଇନ୍ ଭିତରେ ସମାପ୍ତ କରିବା। ସେନ୍ସସ୍ର 2ଟା ଅପରେସନ ଅଛି, ଗୋଟେ ହେଲା ହାଉସ୍ ଲିଷ୍ଟିଂ, ଗୋଟେ ହେଲା ପପୁଲେସନ କାଉଣ୍ଟ। ପପୁଲେସନ କାଉଣ୍ଟଟା ଆସନ୍ତା ବର୍ଷ ଫେବୃଆରୀ ମାସରେ ହବ, ଏଇ ଏପ୍ରିଲ ମାସରେ ହାଉସ୍ ଲିଷ୍ଟିଂଟା ହବ। ସୋ ଆମେ ଦେଖିବୁ, କାରଣ ସେଇ ଅଧିକାରୀ ଯଦି ସେପଟେ ବି ଏନଗେଜ୍ ଥିବେ, ଆମେ ଦେଖିବୁ ଆମ କାମ କରିବା ପାଇଁ ମଧ୍ୟ ଯେଉଁମାନେ BLO ଅଛନ୍ତି, ଅଙ୍ଗନବାଡି ୱାର୍କର, ସେମାନେ ଫ୍ରି ରହିବା ଦରକାର। ତେଣୁ ସେଇ ଯଦି ସେମ୍ ଇଏ ଥିବେ, ନିଶ୍ଚିତ ଭାବରେ ଆମେ କ୍ଲାସ୍ ଯେମିତି ନ ହେବ। ଉଭୟ ପୁରୀ ଆଉ ସମ୍ବଲପୁରରେ ହାଇକୋର୍ଟରେ କେସ୍ ଥିଲା, ସେ କେସ୍ ବର୍ତ୍ତମାନ ପରିସମାପ୍ତି ଘଟିଛି, କିନ୍ତୁ ରାଉରକେଲାର କେସ୍ ବର୍ତ୍ତମାନ ଯାଏ ଆହୁରି ସବଜୁଡିସ୍ ଅଛି। ମାନ୍ୟବର ହାଇକୋର୍ଟର ଉଭୟ କେସ୍ରେ ରାଜ୍ୟ ସରକାରଙ୍କୁ ଦାୟିତ୍ୱ ଦେଇଛନ୍ତି ଏହା ଉପରେ ଡିଲିମିଟେସନଟା କରି, ଏବଂ ଇନ୍ ଦ ମିନ୍ ଟାଇମ୍ ପୁରୀକୁ ମଧ୍ୟ ରାଜ୍ୟ ସରକାର ମ୍ୟୁନିସିପାଲ କର୍ପୋରେସନରେ କନଭର୍ଟ କରିବା ପାଇଁ ନୋଟିଫିକେସନ ପ୍ରିଲିମିନାରୀ ନୋଟିଫିକେସନ କରିଛନ୍ତି, ଫାଇନାଲ ନୋଟିଫିକେସନ ଆଗାମୀ ଦିନରେ କରିବେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ।